କ୍ଲାସ୍ 8 ବା ଅଷ୍ଟମ ଶ୍ରେଣୀ, ଯେଉଁଟାକି ଏଫ୍.ଏଲ୍ ବା ସାହିତ୍ୟ ବହିର ତୁମ ରହିଛି। ଦେଖ, ସାହିତ୍ୟ ବହିର ଷଷ୍ଠ ଅଧ୍ୟାୟରେ ରହିଛି ମୋ ଜୀବନର ଅଭୁଲା କଥା। ଏଇ ମୋ ଜୀବନର ଅଭୁଲା କଥାର ଆମେ ପାଠ୍ୟ ଅନ୍ତର୍ଗତ ଯାହା ବି କ୍ୱେଶ୍ଚନ୍ ଆନ୍ସର୍ ରହିଛି, ଆମେ ୱାନ୍ ବାଇ ୱାନ୍ କ୍ୱେଶ୍ଚନ୍ ସହିତ ଆନ୍ସର୍ ଡିସ୍କସନ୍ କରିବା। କ'ଣ ରହିଛି କ୍ୱେଶ୍ଚନ୍ ଆମେ ବର୍ତ୍ତମାନ ଆଲୋଚନା କରିବା। ଓକେ, ଦେଖିବା କ'ଣ ରହିଛି। ଜଷ୍ଟ ୱେଟ୍। ଏଠି କ'ଣ ଦେଲା ଦେଖ, ପାଠ୍ୟ ଅନ୍ତର୍ଗତ ମୋ ବୁଝିବାରେ ଏଠି କ'ଣ ଦେଇଛି। କ ନମ୍ବରକୁ ଦେଖିବା। ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା ଚିହ୍ନ ଦିଅ। ଯେଉଁ ଆନ୍ସର୍ଟା ତୁମର ଠିକ୍ ଥିବ, ଯେଉଁ କ୍ୱେଶ୍ଚନ୍ର ଆନ୍ସର୍ଟା ଅପସନ୍ଟା ଠିକ୍ ଥିବ, ତା ପାଖରେ କ'ଣ ଦେବ କିଛି ଷ୍ଟାର୍ ଚିହ୍ନ ଦେବ ବା ତାରା ଚିହ୍ନ ଦେବ। ଦେଖ, କ୍ୱେଶ୍ଚନ୍ 1ରେ କ'ଣ ଦେଲା ଦେଖ। ଆରେ ପିଲା, ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ, ମୋତେ ସମ୍ଭାଳି ପାରିବୁ କିପରି? ଏଠାରେ ଆରେ ପିଲା ବୋଲି କାହାକୁ କୁହାଯାଇଛି? ଆରେ ପିଲା ବୋଲି କାହାକୁ କୁହାଯାଇଛି? ତାର ସଠିକ୍ ଆନ୍ସର୍ ପାଖରେ ତୁମେ ତାରା ଚିହ୍ନ ଦେବ। କେଉଁଟା ସଠିକ୍ ଆନ୍ସର୍ ହେବ? ମହାତ୍ମା ଗାନ୍ଧୀ ହେବ ସଠିକ୍ ଆନ୍ସର୍। ତେଣୁ ଏହା ପାଖରେ କ'ଣ କରିବ? ତାରା ଚିହ୍ନ ଦେବ, ହେଲା, ଏଇ ବକ୍ସରେ। କ୍ଲିଅର୍? ଦେଖ ପିଲାମାନେ, ସେକେଣ୍ଡ କ୍ୱେଶ୍ଚନ୍କୁ ଯିବା ପୂର୍ବରୁ ଯେଉଁ ପିଲାମାନେ ଦେଖ ଏଇ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିନ, ସବସ୍କ୍ରାଇବ୍ କରି ଜଏନ୍ କର। ଏହାଫଳରେ ଦେଖ, ଯାହା ବି ଇମ୍ପୋର୍ଟାଣ୍ଟ ଭିଡ଼ିଓ ଅପଲୋଡ଼ ହେବ ତୁମେ ସର୍ବପ୍ରଥମେ ପାଇପାରିବ। ତେଣୁ ସବସ୍କ୍ରାଇବ୍ କରି ଜଏନ୍ କର। ଆମେ ଦେଖିବା ସେଇ ପରୀକ୍ଷା ସେକେଣ୍ଡ କ୍ୱେଶ୍ଚନ୍କୁ ଦେଖିବା କ'ଣ ରହିଛି। ମହାତ୍ମା ଗାନ୍ଧୀ କାହିଁକି ପାରଳାଖେମୁଣ୍ଡିକୁ ଆସିଥିଲେ? ତାହେଲେ ସଠିକ୍ ଆନ୍ସର୍ ହେବ, ଏଇଟା ହେବ ଲୋକଙ୍କ ମନର ଜାତୀୟବୋଧ ସୃଷ୍ଟି କରିବା ପାଇଁ। ଏଇଟା ହେବ ସଠିକ୍ ଆନ୍ସର୍। ତେଣୁ ଏହା ପାଖରେ ବକ୍ସ ପାଖରେ କ'ଣ କରିବ? ଷ୍ଟାର୍ ଚିହ୍ନ ଦେବ। କ୍ଲିଅର୍ ହେଇଗଲା? ଏଠି ଖ ନମ୍ବରରେ କିଛି ନାହିଁ, ଏଠି କିଛି ଆବଶ୍ୟକତା ନାହିଁ। ତାପରେ ଦେଖିବା ଆମେ ଯେଉଁଟାକି ଏଇଟା ବାକ୍ୟ ଉପରେ ଆଲୋଚନା କର। ଏଠି କ'ଣ ଦେଇଛି ଦେଖ, ନିମ୍ନଲିଖିତ ବାକ୍ୟ ଦୁଇଟିକୁ ମନ ଦେଇ ପଢ଼, ସାଙ୍ଗମାନଙ୍କ ସହ ଆଲୋଚନା କର, ଏହାର ବାକ୍ୟକୁ ଆଲୋଚନା କରି ସାରାଂଶକୁ ଶ୍ରେଣୀରେ କୁହ, ଖାତାରେ ଲେଖ। ଯେଉଁ କ ନମ୍ବର ଆଉ ଖ ନମ୍ବର ରହିଛି, ଆମେ କ୍ୱେଶ୍ଚନ୍ ସହିତ ତୁମକୁ ଆନ୍ସର୍ ମୁଁ ଜଣାଇ ଦେଉଛେ, ପ୍ରୋଭାଇଡ଼ କରିଦେଉଛେ। ଜଷ୍ଟ ୱେଟ୍। କ୍ୱେଶ୍ଚନ୍ କ'ଣ ରହିଲା ଦେଖ। ମନୁଷ୍ୟର ଜ୍ଞାନ ଓ କର୍ମ ଏକା ସ୍ତରରେ ରହିବା ଆବଶ୍ୟକତା। ଏଇ ଅର୍ଥର ତୁମେ ଆନ୍ସର୍ ଲେଖିବ। କ'ଣ ଲେଖିବ ଦେଖ। ସତ୍ୟନାରାୟଣ ରାଜଗୁରୁ ପିତା ତାଙ୍କୁ କହିଥିଲେ ଯେ ଜ୍ଞାନ ଓ କର୍ମ ଉଭୟ ସମାନ ସ୍ତରରେ ରହିବା ଉଚିତ। କେବଳ ଉତ୍ସାହର କାର୍ଯ୍ୟ କଲେ ହେବ ନାହିଁ, ତା ପାଇଁ ପର୍ଯ୍ୟାପ୍ତ ଜ୍ଞାନ ମଧ୍ୟ ଆବଶ୍ୟକ। ଜ୍ଞାନ ବିନା କର୍ମ ଫଳପ୍ରଦ ହୁଏ ନାହିଁ। ଏଇଟା ହେଲା ଆନ୍ସର୍ ଲେଖିବ। କ୍ଲିଅର୍ ହେଇଗଲା? ତାପରେ ଦେଖିବା ତା ପରବର୍ତ୍ତୀ କ୍ୱେଶ୍ଚନ୍ କ'ଣ ରହିଛି। ଦେଖ, ଯେଉଁ ଖ ନମ୍ବର କ୍ୱେଶ୍ଚନ୍ ଯେଉଁ ଥିଲା ବହିରେ ତୁମକୁ କହିଦେଇଥିଲି, କ୍ୱେଶ୍ଚନ୍ଟା ପଢ଼ି ଦେଉଛେ। ଦେଖ, ଖ ନମ୍ବରରେ କ'ଣ ରହିଛି। ଭାରତ ମାତା ମୋର ପିତାମହୀ, କିନ୍ତୁ ଉତ୍କଳ ମୋର ଜନନୀ। ଉଭୟଙ୍କ ସେବା ମୋର କର୍ତ୍ତବ୍ୟ, କିନ୍ତୁ ସେଥିମଧ୍ୟରୁ ପ୍ରଥମ କର୍ତ୍ତବ୍ୟଟା ହେଉଛି ଜନ୍ମଭୂମି ମାଙ୍କର ସେବା। ତାହେଲେ ଏହାର ଅର୍ଥ କ'ଣ ହେଉଛି? ଆନ୍ସର୍ କ'ଣ ଲେଖିବ ଦେଖ। ଜଷ୍ଟ ୱେଟ୍। ଏଠି ଭାବାର୍ଥ ଅର୍ଥ ଲେଖିବ। ଏଠାରେ ଲେଖକ କହୁଛନ୍ତି ଯେ ଭାରତ ମାତା ତାଙ୍କର ପିତାମହୀ, ଯେଉଁଟାକୁ ପିତାମହୀ କହିଲେ ଜେଜେମା, ହେଲା, ଏବଂ ଉତ୍କଳ ତାଙ୍କର ଜନନୀ। ଜନନୀ କହିଲେ ମାତା, ଜାଣିଛ। ଉଭୟଙ୍କର ସେବା ତାଙ୍କର କର୍ତ୍ତବ୍ୟ, କିନ୍ତୁ ଜନ୍ମଭୂମି ସେବା ସବୁଠାରୁ ପ୍ରଥମ କର୍ତ୍ତବ୍ୟ। କାରଣ ଏଠି ଲେଖିବ, କାରଣ ଜନ୍ମଭୂମି ହିଁ ଆମକୁ ଜନ୍ମ ଦେଇ ବଡ଼ କରେ। ଏଇଟା ହେଲା ଆନ୍ସର୍ ଲେଖିବ। କ୍ଲିଅର୍ ହେଇଗଲ? ଏଇଠି ଦେଖ କ'ଣ କହିଲା, ମିଳିମିଶି ଯୋଡ଼ିବା, ହେଲା। କ'ଣ କହିଲା, ପଠିତ ପାଠକୁ କିଛି ଶବ୍ଦ ତାର ଅର୍ଥ ନିମ୍ନରେ ଦିଆଯାଇଛି। ସାଙ୍ଗମାନଙ୍କ ସହିତ ଦଳରେ ଆଲୋଚନା କର, ଶବ୍ଦ ସହ ଅର୍ଥକୁ ଗାର ଟାଣି ଯୋଡ଼। ଆବଶ୍ୟକ ସ୍ଥଳେ ତୁମର ଅଭିଧାନ, ଇଣ୍ଟରନେଟ୍, ପାଠାଗାର ଓ ନିଜ ଶିକ୍ଷକଙ୍କ ସହାୟତା ନେଇପାରିବ। ଓକେ, ଆମେ ଦେଖିପାରିବା କ'ଣ କ'ଣ ଅଛି। ଏଠି ଦେଖ, ଶବ୍ଦ ଦିଆଯାଇଛି, ତାପରେ ଅର୍ଥର ବାକ୍ୟ ଦିଆଯାଇଛି, ହେଲା। ଏଠି ଦେଖ, ପ୍ରଥମ ଯେଉଁ 1 ନମ୍ବର ରହିଲା ଅସହଯୋଗ, ଏଇଟା କେଉଁଟା ହେବ ସଠିକ୍ ଆନ୍ସର୍? ଦେଖ, 1 ନମ୍ବର ସଠିକ୍ ଆନ୍ସର୍ ହେବ। ଦେଖ, 1 ନମ୍ବର ଯେଉଁ ଅସହଯୋଗ ଲେଖାଛି, ଏହାର ସଠିକ୍ ଆନ୍ସର୍ ହେବ ଯେଉଁଟାକି 5 ନମ୍ବରଟା ହେବ, ହେଲା, ଯେଉଁଟାକି ସହଯୋଗ ନ କରିବା। ଏହାର ଅର୍ଥ ହେବ ଏଇଟା। ତାପରେ ଚକ୍ରାକାର କ'ଣ ହେବ ସଠିକ୍ ଆନ୍ସର୍? କ'ଣ? ଚକ୍ରାକାରର ସଠିକ୍ ଆନ୍ସର୍ ହେବ ଯେଉଁଟାକି ଚକ୍ର ପରି ଗୋଲ ଆକାର। 7 ନମ୍ବରଟା ହେବ ଠିକ୍। ତାପରେ 3 ନମ୍ବର ଦେଖ, ପିତାମହୀ କେଉଁଟା ହେବ ଠିକ୍ ନା? ଏଇଟା 1 ନମ୍ବରଟା ହେବ ଯେଉଁଟାକି ପିତା ମାତାଙ୍କ ଜେଜେ ଓ ଯେଉଁଟା ଜେଜେମା। ତାପରେ ହେଲା 4 ନମ୍ବର ଦେଖିବା। 4 ନମ୍ବର ବୁଗୁଚା।
ବୁକୁଚା କ'ଣ ହେବ ଦେଖ 6 ନମ୍ବରଟା ହେବ ଠିକ୍ ଆନ୍ସର୍, ଯେଉଁଟାକି କ'ଣ କହିଲା ଦେଖ ଗଣ୍ଠିଲି ଆଉ ଯେଉଁଟା ବୁଜୁଳା ହେଲା। ତାପରେ 5 ନମ୍ବରଟା ଦେଖିବା। 5 ନମ୍ବର କ'ଣ ଦେଲା ଦେଖ ଅନାହାର କ୍ଳିଷ୍ଟ। ତାହେଲେ 5 ନମ୍ବରର ସଠିକ୍ ଆନ୍ସର୍ କ'ଣ ହେବ? 2 ନମ୍ବରଟା ଠିକ୍ ହେବ ହେଲା, ଯେଉଁଟାକି ଭୋକରେ ଦୁର୍ବଳ ହୋଇପଡ଼ିଥିବା, ଖାଦ୍ୟ ନ ପାଇ ଶରୀର କ୍ଷୀଣ ହୋଇଯାଇଥିବା। ଏଇଟା ହେଲା ମାନେ ଅନାହାର କ୍ଳିଷ୍ଟ ହେଲା, ଏଇଟାର ଅର୍ଥ ହେଲା ସେଇଟା। ତାପରେ 6 ନମ୍ବର ଦେଖିବା ସ୍କଲାରସିପ୍ କେଉଁଟା ବୁଝାଯିବ କ'ଣ? 4 ନମ୍ବରଟା ହେଲା, ଯେଉଁଟାକି ସରକାରୀ ବେସରକାରୀ ମିଳୁଥିବା ଆର୍ଥିକ ସହାୟତା ବା ବୁଦ୍ଧି ଯେଉଁଟାକୁ କହିବା। ତାପରେ 7 ନମ୍ବରଟା ଦେଖ ଲେଫ୍ଟନାଣ୍ଟ, ଯେଉଁଟାକି ଏହାର ଅର୍ଥ ହେଉଛି 3 ନମ୍ବରଟା ହେବ ଠିକ୍ ଆନ୍ସର୍, ଯେଉଁଟା ସୈନ୍ୟ ବିଭାଗର ଉଚ୍ଚ ପଦାଧିକାରୀ। ଏଇଟା ହେବ ଠିକ୍ ଆନ୍ସର୍। କ୍ଲିୟର୍ ହୋଇଗଲା। ତା ପରବର୍ତ୍ତୀ କ୍ୱେଶ୍ଚନ୍କୁ ଆମେ ଦେଖିବା କ'ଣ କ'ଣ ଅଛି। ଏଇଠି ଦେଖ ଏଠି ଯେଉଁ ଚିନ୍ତା କରିବା, ଏଇ ପାଠ ଆଉ ଥରେ ପଢ଼ି ନିମ୍ନର ପ୍ରଶ୍ନ ଉତ୍ତର ଲେଖ। 1 ନମ୍ବର ହେଲା, 2 ନମ୍ବର ହେଲା, 3 ନମ୍ବର ଆଉ 4 ନମ୍ବର। ଯେଉଁ ଏଇ କ୍ୱେଶ୍ଚନ୍ ଗୁଡ଼ାକର ଆମେ କ୍ୱେଶ୍ଚନ୍ ସହିତ ଆନ୍ସର୍ ଆଲୋଚନା କରିବା, କ୍ଲିୟର୍ ହୋଇଯିବ। ଓକେ, ଦେଖ କ'ଣ ଅଛି କ୍ୱେଶ୍ଚନ୍, ତା ସହିତ ଆମେ ଆନ୍ସର୍ ଆଲୋଚନା କରିବା। ନମ୍ବର କ୍ୱେଶ୍ଚନ୍ କ'ଣ ରହିଛି ଦେଖ, ଲେଖକ ଜଣେ ପରୋପକାରୀ ଓ ଦୟାଳୁ ବ୍ୟକ୍ତି ଥିଲେ ବୋଲି ଆମେ କାହିଁକି କହିପାରିବା? ତାହେଲେ ଉତ୍ତରରେ ଲେଖିବ। କ'ଣ ଲେଖିବ ଦେଖ, ଜଷ୍ଟ ୱେଟ୍। ଉତ୍ତର ଦେଇକରି ଲେଖିବ, ଲେଖକ ଜଣେ ଗରିବ ଅନାଥ ବାଳକ ବ୍ରହ୍ମଚାରୀ ମୂଲିଆକୁ ଦେଖି ତାକୁ ପାଠ ପଢ଼ିବାକୁ ଆଗ୍ରହ ପ୍ରକାଶ କରିଥିଲେ। ନିଜ ସାଙ୍ଗମାନଙ୍କ ସହ ମିଶି ତା'ର ବହିପତ୍ର, ଲୁଗାପଟା, ଖାଦ୍ୟ ବ୍ୟବସ୍ଥା କରିଦେଇଥିଲେ। ଏତଦ୍ ବ୍ୟତୀତ ତା ପାଇଁ ଏଲ୍ଟାସ୍ ମଧ୍ୟ ବ୍ୟବସ୍ଥା କରିଥିଲେ। ଏସବୁ କାର୍ଯ୍ୟକୁ ଜଣାଯାଏ ଯେ ଲେଖକ ଜଣେ ପରୋପକାରୀ ଓ ଦୟାଳୁ ବ୍ୟକ୍ତି ଥିଲେ। ଏଇଟା ହେଲା ଆନ୍ସର୍ ଲେଖିବ। ଆମେ ଦେଖିବା ସେଇ ପରୀକ୍ଷା। ଦେଖ 2 ନମ୍ବରକୁ ଦେଖିବା। ଦେଖ ଲେଖକଙ୍କ ଜୀବନ ଲକ୍ଷ୍ୟ କ'ଣ ଥିଲା? ତାହେଲେ ଉତ୍ତର ଦେଇକରି ଲେଖିବ। ପ୍ରଥମେ ଲେଖକ ଗାନ୍ଧିଜୀଙ୍କ ଭାଷଣ ଶୁଣି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ତାଙ୍କ ପିତା ଉପଦେଶ ଓ ମଧୁବାବୁ ଉତ୍କଳମଣି ଗୋପବନ୍ଧୁଙ୍କର ଭାଷଣ ପ୍ରଭାବିତ ହୋଇ ସେ ସ୍ଥିର କଲେ ଯେ ତାଙ୍କ ଜୀବନର ପ୍ରଥମ ଲକ୍ଷ୍ୟ ଉତ୍କଳ ମାତାର ସେବା, ଅର୍ଥାତ୍ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଏକତ୍ରୀକରଣ ଓ ଉତ୍କଳର ଉନ୍ନତି ପାଇଁ କାର୍ଯ୍ୟ କରିବା ପାଇଁ ତାଙ୍କ ଜୀବନ ଲକ୍ଷ୍ୟ ଥିଲା। ଏଇଟା ହେଲା ଏଇ କ୍ୱେଶ୍ଚନ୍ର ଆନ୍ସର୍ ଲେଖିବ। କ୍ଲିୟର୍ ହୋଇଗଲା। ତା ପରବର୍ତ୍ତୀ ଦେଖିବା। ଦେଖ 3 ନମ୍ବର ଯେଉଁ କ୍ୱେଶ୍ଚନ୍ ରହିଛି, ତାର କ୍ୱେଶ୍ଚନ୍ର ଆନ୍ସର୍ ଦେଖିବା। ବ୍ରହ୍ମଚାରୀ ମୂଲିଆ ଲେଖକ ନିକଟରେ କୃତଜ୍ଞ ଥିଲା, ଏହା କେଉଁ ଘଟଣାରୁ ଜାଣିପାରିଛ? ଏହା କେଉଁ ଘଟଣାରୁ ଜାଣିପାରିଛ? ତାହେଲେ ଆନ୍ସର୍ ଦେଇକରି ଲେଖିବ। ଦେଖ ତାପରେ ଆନ୍ସର୍ କ'ଣ ଦେବ? ଆନ୍ସର୍ ଉତ୍ତର ଦେଇକରି ଲେଖିବ। ପାଠରେ ବର୍ଣ୍ଣିତ ଘଟଣା ଅନୁସାରେ ବ୍ରହ୍ମଚାରୀ ମୂଲିଆ ପାଠ ପଢ଼ି ଭଲ ନମ୍ବର ପାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେନା ବାହିନୀରେ ଯୋଗ ଦେଇ ଲେଫ୍ଟନାଣ୍ଟ ପର୍ଯ୍ୟନ୍ତ ଉନ୍ନତି ଦେଇଥିଲା। ଏହା ଦେଖିବାକୁ ଗଲେ ଜଣାଯାଏ ଯେ ସେ ଲେଖକଙ୍କ ସାହାଯ୍ୟର କୃତଜ୍ଞତା ସ୍ମରଣ କରିଥିଲା ଏବଂ ନିଜ ଜୀବନରେ ସେହି ସୁଯୋଗ ସଦ୍ବ୍ୟବହାର କରିଥିଲା। ଏଇଟା ହେଲା ଆନ୍ସର୍ ଲେଖିବ। 4 ନମ୍ବର କ୍ୱେଶ୍ଚନ୍ଟା, ବ୍ରହ୍ମଚାରୀ ପାଇଁ ମୁଁ ଜଣେ ଗରିବ ବାଳକ ଥିଲି, ତଥାପି ସେ ପାଠ ପଢ଼ି ସୈନ୍ୟବାହିନୀ ଉଚ୍ଚ ପଦାଧିକାରୀ ହୋଇପାରିଥିଲେ। ଏଠି ଯେଉଁ କ ନମ୍ବର ଆଉ ଖ ନମ୍ବରଟାକୁ ଦେଖିବା। କ ନମ୍ବର କ୍ୱେଶ୍ଚନ୍ରେ ଦେଇଛି, ସେ ଜଣେ ସ୍କୁଲରେ ପାଠ ପଢ଼ିବା ପାଇଁ କିପରି ସୁଯୋଗ ପାଇଥିଲେ? ତାହେଲେ ଆନ୍ସର୍ ଦେଇକରି ଲେଖିବ। ଉତ୍ତର ଲେଖିବ, ସତ୍ୟନାରାୟଣ ରାଜଗୁରୁ ଓ ତାଙ୍କ ସାଙ୍ଗମାନେ ମିଶି ତାଙ୍କ ପାଇଁ ବହିପତ୍ର, ଲୁଗାପଟା ଯୋଗାଇ ଦେଇଥିଲେ। ଲେଖକ ତାହାର ଖାଦ୍ୟର ବ୍ୟବସ୍ଥା ରାଧାକାନ୍ତ ମଠର ମହାନ୍ତଙ୍କ ମାଧ୍ୟମରେ କରିଦେଇଥିଲେ। ପିତାଙ୍କ ସହାୟତାରେ ତାଙ୍କ ସ୍କଲାରସିପ୍ ବ୍ୟବସ୍ଥା କରିଦେଇଥିଲେ। ଏସବୁ ସାହାଯ୍ୟ ଯୋଗୁଁ ସେହି ସ୍କୁଲରେ ପାଠ ପଢ଼ି ସୁଯୋଗ ପାଇଥିଲେ। ଏଇଟା ହେଲା ଏଇ କ୍ୱେଶ୍ଚନ୍ର ଆନ୍ସର୍ ଲେଖିବ। ତାପରେ
ଯେଉଁ ଖ ନମ୍ବର ଦେଖ କ୍ୱେଶ୍ଚନ୍ କ'ଣ ରହିଛି ଦେଖ, ତାଙ୍କର ଖାଦ୍ୟପେୟ ଆବଶ୍ୟକତା କିପରି ମେଣ୍ଟି ପାରିଥିଲା। ତାହେଲେ ଉତ୍ତର ଦେଇକି ଲେଖିବ, ଲେଖକ ରମାକାନ୍ତ ମଠର ମହନ୍ତଙ୍କୁ ଅନୁରୋଧ କରି ବ୍ରହ୍ମଚାରୀ ମୂଲ୍ୟର ଖାଦ୍ୟର ବ୍ୟବସ୍ଥା କରିଦେଇଥିଲେ। ମଠରେ ସେ ନିୟମିତ ଭାବରେ ଖାଇପାରୁଥିଲା। ଏହା ବ୍ୟତୀତ ତା'ର ଆର୍ଥିକ ସାହାଯ୍ୟ ପାଇଁ LRC ବ୍ୟବସ୍ଥା କରାଯାଇଥିଲା। ଏଇଟା ହେଲା ଆନ୍ସର୍ ଲେଖିବ। ତାପରେ ଦେଖ ଯେଉଁ ରହିଲା ଆତ୍ମକଥା ଲିଖନ, ଉକ୍ତ ଏଇଠି ଦେଖ ତାପରେ ରହିଲା ଆତ୍ମଲିଖନ କଥା। ଦେଖ ଉକ୍ତ ପାଠଟିକୁ ସତ୍ୟନାରାୟଣ ରାଜଗୁରୁ ଆତ୍ମଜୀବନର ଏକ ଅଂଶ ଅଟେ। ଆତ୍ମଜୀବନର ଅର୍ଥ ନିଜ କଥା, ଯେଉଁଟା ଦୁନିଆରେ ଅନେକ ଲୋକ କେବେ ନିଜ ପାଇଁ ଓ କେବେ ଅନ୍ୟମାନଙ୍କୁ ପଢ଼ିବା ପାଇଁ ଆତ୍ମକଥା ଲେଖିଥାନ୍ତି, ଯେଉଁଟାକି ଆତ୍ମକଥା ଲେଖିଥାନ୍ତି। କ ନମ୍ବର ଯାକ କ'ଣ କ୍ୱେଶ୍ଚନ୍ କହିଛି, ଉକ୍ତ ପାଠକୁ ପୁଣି ଥରେ ପଢ଼, ଦଳଗତ ଭାବେ ଆଲୋଚନା କରି ପାଠରେ ଥିବା ଏଭଳି ବାକ୍ୟଗୁଡ଼ିକ ତାଲିକା କର ଯେଉଁଥିରେ ଲେଖକ ନିଜ ବିଷୟରେ କିଛି କହୁଥିବା କଥା ଜଣାପଡ଼ିଥିବ। ତାହେଲେ ଏଇଟା ଲେଖିବ, କ'ଣ ଲେଖିବ ଆନ୍ସର୍ ଦେଖ। ଉତ୍ତର ଦେଇକି ଲେଖିବ, ମୁଁ ଠିକ୍ ତାଙ୍କର ପଛପଟେ ଚାଲିଥାଏ। ମୋ ସାଙ୍ଗ ଆଉ 2 ଜଣ ପିଲା ମଧ୍ୟ ତାଙ୍କ ହାତରେ ଛନ୍ଦି ଥିଲେ। ସଭା ଫେରି ଆସି ମୁଁ ସ୍କୁଲକୁ ନାମ କାଟି ରାଜନୀତିରେ ମାତିଲି। ପିତାଙ୍କର ଏହି ଉପଦେଶ ଗ୍ରହଣ କରିବାକୁ ମୋର ସମର୍ଥ ହେଲି ନାହିଁ। ମୋର ସ୍ଥିର କଲି ଯେ ମୋ ଜୀବନର ପ୍ରଥମ ଲକ୍ଷ୍ୟ ଉତ୍କଳ ମାତା ସେବା। ଏହିପରି ସ୍ଥିତି କରି ମୋ ଜୀବନ ଲକ୍ଷ୍ୟ ସାଧନା ପଥରେ ଅଗ୍ରସର ହେବାକୁ ଲାଗିଲି। ଏଇ କ୍ୱେଶ୍ଚନ୍ର ତୁମେ ଆନ୍ସର୍ ଏଇଟା ଲେଖିବ। ତାପରେ ଯେଉଁଟା ରହିଛି ଦେଖ ଶବ୍ଦ ପ୍ରୟୋଗ, ଏଠି କିଛି ଆବଶ୍ୟକତା ନାହିଁ। ଏଇଟା ଶବ୍ଦ ପ୍ରୟୋଗ ଏଠି କିଛି କରିବାର ଆବଶ୍ୟକତା ନାହିଁ, ନିଜେ ପଢ଼ି ନେଇଯିବୁ। ଆଉ ଯେଉଁଗୁଡ଼ାକ ଇମ୍ପୋର୍ଟାଣ୍ଟ ସେଇଗୁଡ଼ାକ କରିଦେଉଛେ। ଆଉ ରହିଲା ଶବ୍ଦ ସାରଣୀ ହେଲା। ଏଠି କିଛି ଶବ୍ଦ ଦେଇଛି, ଯେମିତି ଉତ୍ତମକୁ ଗାର ଦେଇକରି ଶୁଷ୍କ ଏଇ ପରୀକ୍ଷା ଗାର ଟାଣିବ। ତାପରେ ହେବ ଯେଉଁଟାକି ବୁଢ଼ୀ ହେଲା, ତାପରେ ଗୋରା ହେଲା, ତାପରେ କୋର ହେଲା, ଗୌର ହେଲା, ତାପରେ ଏଇ ପରୀକ୍ଷା କ'ଣ କରିବ, କଷ୍ଟ ହେଲା। ସେଇ ପରୀକ୍ଷା ଆଉ କ'ଣ ରହିଲା, ଭୀମ ହେବ ନାହିଁ, ପ୍ରଥମ ହେବ ଦେଖ, ପ୍ରଥମ ହେବ। ତାପରେ ରହିଛି ଦେଖ ଛିଣ୍ଡା ହେବ ଦେଖ। ତାପରେ ଆଉ କ'ଣ ହେବ, ଆଉ ଦେଖ ସ୍ପଷ୍ଟ ଗୋଟେ ହେବ। ଏଇସବୁ ଜିନିଷ ତୁମେ ପୁରୁଣା ହେବ ଦେଖ, ଏଠି ଗୋଟେ ପୁରୁଣା ଦିଆଯାଇଛି, ପୁରୁଣା ହେବ। ଏଇଗୁଡ଼ାକ ଗାର ଟାଣିକରି ହେଇଗଲା। ଏତିକି ଥିଲା ତୁମର ଶେଷ କ୍ୱେଶ୍ଚନ୍, ଆଉ କିଛି ନାହିଁ। ଆଉ ବାକି ରହିଲା ଏଇଗୁଡ଼ାକ, ଏଇ କବିତାକୁ ପଢ଼ବ, ଏଠି କିଛି ନାହିଁ। ତାପରେ ଏଠି ଗୋଟେ ବକ୍ସ ଦେଇଛି, ଏଠି କ'ଣ କରିବ, ଆମ ଲେଖା ଆମ ଚିତ୍ର, ଏଠି ଚିତ୍ର ବନେଇକରି ଲେଖିପାରିବ। ଓକେ, ପିଲାମାନେ ବୁଝିପାରିଲ, ଲେଖିପାରିବ, ନିଜ ଖାତାରେ ଲେଖି ନେଇଯାଅ। ତେଣୁ ପଢ଼ାପଢ଼ି କର। ଓକେ, ଧନ୍ୟବାଦ।